ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ଆସନ୍ତାକାଲି ଶନିବାର ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଶିବ ବିବାହ ଉତ୍ସବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଆରଡ଼ି ପୀଠ। ବର ପିତା ଓ କନ୍ୟା ପିତାଙ୍କ ସହ ସମସ୍ତଙ୍କ ଘରେ ବନ୍ଧୁ ପରିଜନଙ୍କ ଭିଡ଼ ଜମିଲାଣି। ଦେବ ଦମ୍ପତିଙ୍କ ବିବାହ ବୈଦିକ ରୀତିନୀତି ଓ ଲୋକଚାରାରେ ହେଉଥିବାରୁ ଆଜି ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ନୀତି ସମ୍ପନ୍ନ ହୋଇଛି। ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବ ଦମ୍ପତି। ମାନବୀୟ ଭାବେ ବାବାମଣିଙ୍କ ଚଳନ୍ତି ପ୍ରତିମା ହର, ମା ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ବର ପିତା ଓ କନ୍ୟା ପିତା ନିଜ ଘରକୁ ଆଣିବା ପରେ ଲୋକଚାରାରେ ମଙ୍ଗୁଳା ନୀତି କାର୍ଯ୍ୟ କରିସାରିଛନ୍ତି। ବିବାହ ନିମନ୍ତେ ମନ୍ଦିର ସମ୍ମୁଖରେ କାରିଗରୀଙ୍କ ପକ୍ଷରୁ ବେଦୀ ନିର୍ମାଣ ଚାଲିଥିବା ବେଳେ ତୋରଣ ଓ ଆଲୋକ ସଜା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ପିରହାଟସ୍ଥିତ ପ୍ରଦେଶ ସେବା ସଂଗଠନ ପକ୍ଷରୁ ମାଙ୍ଗଳିକ ଚିତ୍ର କରାଯାଇଛି। ବିବାହ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ପୀଠରେ। ସେହିପରି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। गुआ भी दि जाइए बंधुबांधव समस्त निमंत्रण कराई समस्ते झील झीणी आसछन्ति आमर काली आमर शिवंकर बाहागर आमे बहुत खुशी अच्छु आनंदित पुओंकर बाहागर हुए से अनुसार आमर बाहागर हेले आमे शिवंकर पिता घर होइछु तो से माँ को ना बाबा को आज मंगुला कराला जमी 7 जन स्त्री लोक हलदी लगेदेले सिंदूर लगेदेले पूजा माने गाधेदेले से भली पूजा करा। माँ एत दिन पर घर को आसी पिता बाबा मैंने भाग्य दिले मिले रीतिनीति अनुसार माँ को आम घर को लेकिन आसीचु पूर्व गुआ बंटा कार्ड बंटा बंधुबांधव साई पड़ोसा समस्त के निमंत्रण कराई उत्साहित सब सपरिवार उत्साहित अच्छा समस्त घर परिवार बर्तमान अच्छा माँ को मंगलाकृति कम कार्य चली समस्त बरजात्री मानने भोजन व्यवस्था कराई मंगला हेले आमे समस्त मिसिकी बाबा मणि बाबा आखंडमणि माँ पार्वती मंगला कार्य आरंभ कलु सब माने स्त्री लोक मैंने मिसिकी परंपरा अनुसार आमर बाघर आज मंगला काम विधि विधान अनुसार आयोजन है। भद्रकरू शुभ्रकांत राउतरायଙ୍କ रिपोर्ट ए1 ओडिशा।